ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ପଲିଟିକାଲ ସାଇନ୍ସ ଅଛି ତ ପିଲାମାନେ ପଲିଟିକାଲ ସାଇନ୍ସର ମୁଁ ନେଇ ଆସିଛି କ'ଣ ନା 80 ମାର୍କର କ୍ୱେଶ୍ଚିନ୍ ତ 80 ମାର୍କର କ୍ୱେଶ୍ଚିନ୍ ଅନୁସାରେ ଆମେ ଆଲୋଚନା କରିବା ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ ଏବଂ କ'ଣ ନା ସମସ୍ତଙ୍କୁ ମୋର ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ ଜୟ ଶ୍ରୀରାମ ରାଧେ ରାଧେ ପିଲାମାନେ ତ 80 ମାର୍କ ଯୋଉ ବହୁତ ପିଲା କମେଣ୍ଟ କରୁଥିଲ ମ୍ୟାମ୍ ଆମେ ମୂଳରୁ ପଢିନୁ ତ ହ୍ୱାଟ୍ସଆପ ଗ୍ରୁପରେ ମେସେଜ କରୁଥିଲ ତ ପର୍ସନାଲ ମେସେଜ କରୁଛ ତ ମୂଳରୁ ପଢିନୁ କ'ଣ କରିବୁ ତ କିଛି ଅସୁବିଧା ନାହିଁ ଯୋଉମାନେ ମୂଳରୁ ପଢିନ ସେମାନେ କେବଳ ଏଇ ମାରାଥନ କ୍ଲାସ କର ନିଶ୍ଚିନ୍ତ ତମର କ'ଣ ନା ତମର ଭଲ ମାର୍କ ରଖିପାରିବ ତ ଚାଲ ଆମେ ଷ୍ଟାର୍ଟ କରିବା କ୍ୱେଶ୍ଚିନ୍ ତ 21ଟି MCQ 21ଟି MCQ ଆମେ ଦେଖିବା। ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ ଡ୍ୟାଶ ନିଯୁକ୍ତି ଦେଇଥାନ୍ତି କିଏ ନିଯୁକ୍ତି ଦେଇଥାନ୍ତି ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ମୁଖ୍ୟ ବିଚାରପତି କିଏ ନିଯୁକ୍ତି ଦେଇଥାନ୍ତି ନା ରାଷ୍ଟ୍ରପତି ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ କିଏ ନା ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି। ନେକ୍ସଟ କେଉଁ ମସିହାରେ ଭୋପାଳର ବେଗମ ନିକ୍ଲି ଭାରତ ମୁସଲିମ ମହିଳା ସମ୍ମିଳନୀ ଗଠନ କରିଥିଲେ 1856 1890 1905 1916 କ'ଣ ହବ ନା 1916 ମସିହାରେ। ନେକ୍ସଟ ଯୁଗ୍ମ ତାଲିକାରେ ଡ୍ୟାଶଟି ବିଷୟ ଅଛି ଯୁଗ୍ମ ତାଲିକାରେ କେତୋଟି ବିଷୟ ଅଛି 52 53 50 51 କେତୋଟି ନା ଯୁଗ୍ମ ତାଲିକାରେ 52 ଗୋଟି ବିଷୟ ରହିଛି। ନେକ୍ସଟ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ ସଂଘର୍ଷ ହେଲେ ଡ୍ୟାଶ ଆଇନ ବଳବତ୍ତର ରହେ ତ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଯଦି କେନ୍ଦ୍ର ରାଜ୍ୟ ସଂଘର୍ଷ ହେବେ କେବଳ କେନ୍ଦ୍ର ଆଇନ ହିଁ ସେ କ'ଣ ବଳବତ୍ତର ହୋଇ ରହିବ କି ନା କେବଳ କେନ୍ଦ୍ର ଆଇନ। ନେକ୍ସଟ ଓଡ଼ିଶାର ପଞ୍ଚାୟତରାଜ ବ୍ୟବସ୍ଥା କେବେ ଆରମ୍ଭ ହୋଇଥିଲା ପଞ୍ଚାୟତରାଜ ବ୍ୟବସ୍ଥା 1957 1961 1990 1952 କେ 1961ରେ ପଞ୍ଚାୟତରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ନେକ୍ସଟ କେନ୍ଦ୍ର ରାଜ୍ୟର ସମ୍ପର୍କ ଅନୁଧ୍ୟାନ ଓ ସୁପାରିଶ ପାଇଁ 1983 ମସିହାରେ କେଉଁ କମିଶନ ଗଠିତ ହୋଇଥିଲା ସରକାରିଆ ରାଜମନା ମେହେଟା ପାୱାର କେଉଁ କମିଶନ ହୋଇଥିଲା ନା ସରକାରିଆ। ନେକ୍ସଟ ରାଜ୍ୟ ତାଲିକାରେ ଡ୍ୟାଶଟି ବିଷୟ ଅଛି 60 61 62 64 କେତୋଟି ନା ରାଜ୍ୟ ତାଲିକାରେ 61 ଗୋଟି ବିଷୟ ରହିଛି। ନେକ୍ସଟ ପଞ୍ଚଶୀଳ ନୀତିକୁ ଆଧାର କରି ନିମ୍ନୋକ୍ତ କେଉଁ ଦେଶ ସହିତ ଭାରତ ସମ୍ପର୍କ ପ୍ରତିଷ୍ଠିତ ପାକିସ୍ତାନ ଚୀନ ନେପାଳ ଭୁଟାନ ପଞ୍ଚଶୀଳ ନୀତିକୁ ଆଧାର କରି ଭାରତ ସହ କିଏ ନା ଭାରତ ସହ ଚୀନ। ନେକ୍ସଟ ଭାରତ ଏକ ବହୁବାଦୀ ସମାଜ ହୋଇଥିବାରୁ ଏଠାରେ ଆଞ୍ଚଳିକତାବାଦ ଓ ଜାତୀୟତାବାଦ ପରସ୍ପର ଡ୍ୟାଶ ହେବା ଉଚିତ ସହଯୋଗୀ ପରିପୂରକ ବିରୋଧୀ ମିତସ୍ପୃହ ଶତ୍ରୁ କ'ଣ ନା ସହଯୋଗୀ ବା ପରିପୂରକ ହେବା ଉଚିତ। ନେକ୍ସଟ ଆଞ୍ଚଳିକତାବାଦ ଓ ସାମ୍ପ୍ରଦାୟିକତା ଡ୍ୟାଶ ଏକତା ପ୍ରତି ଏକ ବିପଦ ଅଟେ ଆନ୍ତର୍ଜାତୀୟ ଜାତୀୟ ଧାର୍ମିକ ସାମାଜିକ କ'ଣ ହବ ପିଲାମାନେ ନା ଜାତୀୟ ଆଞ୍ଚଳିକତାବାଦ ସାମ୍ପ୍ରଦାୟିକତା ଜାତୀୟ ଏକତା ପ୍ରତି ବିପଦ ଅଟେ। ନେକ୍ସଟ ନାସ୍ତିସୂଚକ ଅର୍ଥରେ ଆଞ୍ଚଳିକତାବାଦର ଅର୍ଥ କ'ଣ ନିଜ ଅଞ୍ଚଳ ପ୍ରତି ଅତ୍ୟଧିକ ଦୁର୍ବଳତା ନିଜ ସଂସ୍କୃତି ପ୍ରତି ପ୍ରେମ ନିଜ ଅଞ୍ଚଳରେ ବସତି ସ୍ଥାପନ ଜାତୀୟ ସ୍ୱାର୍ଥ ଅପେକ୍ଷା ଆଞ୍ଚଳିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଆରୋପ କ'ଣ ହବ ନା ହେଇଯିବ ଜାତୀୟ ସ୍ୱାର୍ଥ ଅପେକ୍ଷା ଆଞ୍ଚଳିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଆରୋପ। ନେକ୍ସଟ ନିମ୍ନୋକ୍ତ ମଧ୍ୟରୁ ଭାରତ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ମୁକ୍ତ ସୀମାରେଖା ରହିଛି ପାକିସ୍ତାନ ଚୀନ ନେପାଳ ବାଂଲାଦେଶ କ'ଣ ହବ ନା ହେଇଯିବ ନେପାଳ। ନେକ୍ସଟ କାଶ୍ମୀରକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ସୀମା ବିବାଦ ରହିଛି ଚୀନ ପାକିସ୍ତାନ ବାଂଲାଦେଶ ନେପାଳ କ'ଣ ରହିଛି ନା ହେଉଛି ପାକିସ୍ତାନ। ନେକ୍ସଟ ତିବ୍ବତ ଅଞ୍ଚଳକୁ ନେଇ ଭାରତ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖାଦେଇଛି ଚୀନ ପାକିସ୍ତାନ ଶ୍ରୀଲଙ୍କା ବାଂଲାଦେଶ କ'ଣ ହବ ନା ହେଇଯିବ ଚୀନ। ନେକ୍ସଟ ମିଳିତ ଜାତିସଂଘ ଶବ୍ଦର ପ୍ରଥମ ପ୍ରୟୋଗକାରୀ କିଏ ଫ୍ରାଙ୍କଲିନ ରୁଜବେଲ୍ଟ ଜବାହରଲାଲ ନେହେରୁ ୱିନଷ୍ଟନ ଚର୍ଚ୍ଚିଲ ଜେମ୍ସ ସଟୱେଲ କ'ଣ ହବ
ନା ଫ୍ରାଙ୍କଲିନ୍ ରୁଜଭେଲ୍ଟ। ନେକ୍ସଟ, ତିବ୍ବତକୁ ନେଇ ଭାରତ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖାଦେଇଛି? ଚୀନ, ପାକିସ୍ତାନ, ବାଂଲାଦେଶ, ନେପାଳ। କଣ ହବ ପିଲାମାନେ? ହେଇଯିବ ଚୀନ। ନେକ୍ସଟ, କେଉଁ ମସିହାରେ ଧରିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା? 1990, 1992, 1994, 1995। କଣ ହବ? ନା 1992 ମସିହାରେ। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନର କାରଣ ଅଟେ? ବିଶ୍ୱ ଉଷ୍ଣତା ବୃଦ୍ଧି, ହିମସ୍ରୋତ, ସାମୁଦ୍ରିକ ବରଫ, ବରଫର ଆବରଣ। କଣ ହବ? ନା ବିଶ୍ୱ ଉଷ୍ଣତା ବୃଦ୍ଧି। ନେକ୍ସଟ, ଭାରତ ଦ୍ୱିତୀୟ ଥର ପାଇଁ କେଉଁ ମସିହାରେ ପୋଖରାନରେ କଣ ନା ଆଣବିକ ପରୀକ୍ଷା କରିଥିଲେ? 1990, 1992, 1996, 1998। କଣ ହବ? ନା 1998। ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁ ରାଷ୍ଟ୍ର ପ୍ରଥମେ ସିଟିବିଟିରେ ସ୍ୱାକ୍ଷର କରିଥିଲେ? ରୁଷିଆ, ଚୀନ, ଭାରତ, ଯୁକ୍ତରାଷ୍ଟ୍ର ଆମେରିକା। କଣ ହବ? ନା ଯୁକ୍ତରାଷ୍ଟ୍ର ଆମେରିକା। ତା ଶେଷ 21 ନମ୍ବର କ୍ୱେଶ୍ଚିନ୍, ବିଶ୍ୱ ଏଡ୍ସ ଦିବସ କେବେ ପାଳନ କରାଯାଇଥାଏ? ଜାନୁଆରୀ 12, ମେ 20, ଜୁଲାଇ 10, ଡିସେମ୍ବର 1। କଣ ନା ଡିସେମ୍ବର 1। ତ ପିଲାମାନେ ତମମାନଙ୍କର 21ଟା MCQ କ୍ୱେଶ୍ଚିନ୍ ଆନ୍ସର ସରିଗଲା ପଲିଟିକାଲ ସାଇନ୍ସର। ତାପରେ ଆମେ ଯିବା କଣ ନା 2 ମାର୍କିଆ କ୍ୱେଶ୍ଚିନ୍ 7ଟା କରିବା, 14 ମାର୍କସ। ବୁଝିଲା? ଫୁଲ ମାର୍କ 14, ତମେ 7ଟା ଯେକୌଣସି 7ଟା କରିବା। ତ ରାଜ୍ୟ ତାଲିକା କହିଲେ କଣ ବୁଝିବା? ନା ରାଜ୍ୟ ତାଲିକାରେ 61ଟି ବିଷୟ ରହିଛି। କ୍ଷମତା ରାଜ୍ୟ ବ୍ୟବସ୍ଥାପକକୁ ଦିଆଯାଇଛି। ଆଇନ ଶୃଙ୍ଖଳା, ସ୍ୱାୟତ୍ତଶାସନ, କୃଷି, ସ୍ୱାସ୍ଥ୍ୟ, ପରିମଳ, ପୋଲିସ ଆଦି ରାଜ୍ୟ ତାଲିକାର ଉଦାହରଣ। ତାପରେ ଆନ୍ତଃରାଜ୍ୟ ପରିଷଦ କଣ? ଆନ୍ତଃରାଜ୍ୟ ନା ସର୍ବସାଧାରଣ। ତ ପିଲାମାନେ ଆନ୍ସର ଦେଖେଇ କହିବାଟା ଠିକ ହବ ତମ ପାଇଁ। ତ ତମମାନେ ଜାଣିପାରୁନା ତ ଲେଖିବି ମଧ୍ୟ ପାରିବ। ତ ଆନ୍ତଃରାଜ୍ୟ ପରିଷଦ କଣ? ନା ସର୍ବସାଧାରଣ ସ୍ୱାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଆନ୍ତଃରାଜ୍ୟ ପରିଷଦ ଗଠନ କରିପାରିବେ ବୋଲି ସମ୍ବିଧାନର 263 ଧାରାରେ ବର୍ଣ୍ଣନା କରାଯାଇଛି। ଏହି ପରିଷଦ ନିମ୍ନଲିଖିତ କାର୍ଯ୍ୟ ଗୁଡ଼ିକୁ କଣ ନା ସମ୍ପାଦନ କରିପାରିବ? ରାଜ୍ୟ ମଧ୍ୟରେ ଉପୁଜିଥିବା ସଂଘର୍ଷର ଅନୁସନ୍ଧାନ ଓ ସମାଧାନ ନିମନ୍ତେ ପରାମର୍ଶ କଣ ନା ପ୍ରଦାନ, ରାଜ୍ୟ ମଧ୍ୟରେ ଓ କେନ୍ଦ୍ର ରାଜ୍ୟ ମଧ୍ୟରେ ସାଧାରଣ ସ୍ୱାର୍ଥକୁ କେନ୍ଦ୍ର କରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବା, ଏହି ବିଷୟରେ ନୀତି ଓ କାର୍ଯ୍ୟ ସମ୍ବନ୍ଧରେ ସମନ୍ୱୟ ସ୍ଥାପନ ପାଇଁ ସୁପାରିଶ କରିବା। ଦଳବଦଳ ବିରୋଧ ଆଇନର ଉଦ୍ଦେଶ୍ୟ କଣ? ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଟିକେଟରେ ନିର୍ବାଚନ ଲଢ଼ି ସଂସଦ ବା ବିଧାନସଭାକୁ ନିର୍ବାଚିତ ହୋଇ ସଭ୍ୟ ହିସାବରେ ଶପଥ ନେଇ ସାରିଲା ପରେ କେବଳ ଅଳ୍ପ କେତେକ ବ୍ୟତିକ୍ରମକୁ ବାଦ ଦେଇ ଅନ୍ୟ କ୍ଷେତ୍ରରେ ଅନ୍ୟ ଦଳକୁ ଲମ୍ଫ ପ୍ରଦାନକୁ 1985 ମସିହାରେ ଦଳବଦଳ ନିରୋଧ ଆଇନ ମାଧ୍ୟମରେ ବାରଣ କରାଯାଇଛି। ଏହା ଦଳବଦଳ ଦ୍ୱାରା ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାର ପ୍ରତିରୋଧ କରିବା ନିମନ୍ତେ ଉଦ୍ଦିଷ୍ଟ ଅଟେ। ନାରୀ ଆନ୍ଦୋଳନର 2ଟି ଲକ୍ଷ୍ୟ କଣ? ନାରୀ ଆନ୍ଦୋଳନ ମହିଳା ବା ନାରୀ ଆନ୍ଦୋଳନ 2ଟି ପ୍ରମୁଖ ଲକ୍ଷ୍ୟ। ପୁରୁଷମାନଙ୍କ ପରି ମହିଳାମାନଙ୍କୁ ସମାନ ଅଧିକାର ମର୍ଯ୍ୟାଦା ପ୍ରଦାନ, ସମାଜରୁ ନାରୀ ନିର୍ଯାତନାର ବିଲୋପ ସାଧନ। ନେକ୍ସଟ, ପରିବେଶ ସୁରକ୍ଷା ଆନ୍ଦୋଳନର ଲକ୍ଷ୍ୟ କଣ? ମାନବ ଜାତିର ସ୍ଥିତି ଓ ପରିବେଶ ସଂରକ୍ଷଣ ପରସ୍ପର ସହ ଜଡ଼ିତ ଅଟନ୍ତି। ପ୍ରାକୃତିକ ସମ୍ବଳର ମାନବରଚିତ ଯୁକ୍ତିଯୁକ୍ତ ଉପଯୋଗ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ପରିବେଶ ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ ହୋଇଥାଏ। ଅର୍ଥାତ୍ କଣ ନା ଧାରଣୀୟ ବିକାଶ ହେଉଛି କଣ ନା ଏହି ଆନ୍ଦୋଳନ ଲକ୍ଷ୍ୟ। ନେକ୍ସଟ, ବିସ୍ଥାପନ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍। ବିସ୍ଥାପନ ପିଲାମାନେ ଦେଶର ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ନଦୀବନ୍ଧ ଯୋଜନା ଓ ଶିଳ୍ପ କାରଖାନା ପ୍ରତିଷ୍ଠା କରାଯାଇଥାଏ। ଏହି ନଦୀବନ୍ଧ ଯୋଜନା ଓ ଶିଳ୍ପ କାରଖାନା
କାର୍ଯ୍ୟକାରିତା ପାଇଁ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ବସବାସ କରୁଥିବା ଅଧିବାସୀଙ୍କୁ ବାସଚ୍ୟୁତ କରାଇ ଅନ୍ୟ ଏକ ସ୍ଥାନରେ ଥଇଥାନ କରିବା ପ୍ରକ୍ରିୟାକୁ ବିସ୍ଥାପନା କୁହାଯାଏ। ବିକାଶ ପାଇଁ ବିସ୍ଥାପନା ଅବଶ୍ୟମ୍ଭାବୀ ହୋଇଥିଲେ ମଧ୍ୟ ଯଥାର୍ଥ ପୁନର୍ବସତି କାର୍ଯ୍ୟକ୍ରମ ବିନା ଏହା ଜନ ଅସନ୍ତୋଷ ବୃଦ୍ଧି କରିଥାଏ। ପଞ୍ଚଶ୍ରଣୀତି 1954 ମସିହା ଏପ୍ରିଲ 29 ତାରିଖରେ ଭାରତ ଓ ଚୀନ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଓ ଅନ୍ୟାନ୍ୟ ସମ୍ପର୍କ ପାଇଁ 5ଟି ମୌଳିକ ନୀତିକୁ ଆଧାର କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଘୋଷଣା କରିଥିବା କାର୍ଯ୍ୟକ୍ରମକୁ ପଞ୍ଚଶ୍ରଣୀତି କୁହାଯାଏ। ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ, ପାରସ୍ପରିକ ଅନାକ୍ରମଣ, ପରସ୍ପର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା, ସମାନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆଦି ଏହାର ନୀତି ଅଟେ। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ନାମ କଣ? ନା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଦୁଇ ମହାନ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ସଂଘ ନେତୃତ୍ୱରେ ଗଠିତ ସାମରିକ ମେଣ୍ଟ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଶୀତଳ ଯୁଦ୍ଧରୁ ଦୂରେଇ ରହିବା ପାଇଁ ଭାରତ ନେତୃତ୍ୱରେ ଏସିଆ ଓ ଆଫ୍ରିକାର ନୂତନ ଭାବେ ସ୍ୱାଧୀନତା ଲାଭ କରିଥିବା ରାଷ୍ଟ୍ରମାନେ ବିଶ୍ୱଶାନ୍ତି ଓ ସହଯୋଗ ଲକ୍ଷ୍ୟରେ ପ୍ରତିଷ୍ଠା କରିଥିବା ମେଣ୍ଟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ। ନେକ୍ସଟ, ନିରାପତ୍ତା ପରିଷଦର ଗଠନ ସମ୍ବନ୍ଧରେ ଟିପ୍ପଣୀ। ମିଳିତ ଜାତିସଂଘର କାର୍ଯ୍ୟନିର୍ବାହୀ ଅଙ୍ଗ ରୂପେ ନିରାପତ୍ତା ପରିଷଦ ପରିଚିତ। ଏଥିରେ 5 ଜଣ ସ୍ଥାୟୀ ସଦସ୍ୟ ଓ 10 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ ରୁଷ, ଫ୍ରାନ୍ସ ଓ ଚୀନ ସ୍ଥାୟୀ ସଦସ୍ୟ ଥିବା ବେଳେ ସଂଯୁକ୍ତ ଜାତିସଂଘର ଅବଶିଷ୍ଟ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ 10ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଭାବେ ସାଧାରଣ ସଭା ଦ୍ୱାରା 2 ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ନେକ୍ସଟ, ମାନବିକ ନିରାପତ୍ତାର ଗୁରୁତ୍ୱ କଣ? ମାନବିକ ନିରାପତ୍ତାର ଗୁରୁତ୍ୱ। ଲୋକମାନଙ୍କୁ ଭୋକ, ରୋଗବ୍ୟାଧି ଓ ଦମନରୁ ରକ୍ଷା କରିବାକୁ ମାନବିକ ନିରାପତ୍ତା କୁହାଯାଏ। ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନଯାତ୍ରାକୁ ସାବଲୀଳ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ। ଅଯଥା ସାମରିକ ନିରାପତ୍ତା ଉପରେ ଗୁରୁତ୍ୱ ନ ଦେଇ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣି ଲୋକମାନଙ୍କୁ ହିଂସା ଓ ଅତ୍ୟାଚାରରୁ ମୁକ୍ତ କରିବା ଏହାର ଅନ୍ୟତମ ଲକ୍ଷ୍ୟ। ବର୍ତ୍ତମାନ ସମୟରେ ମହିଳା ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ସହ ସ୍ୱାସ୍ଥ୍ୟ ସୁରକ୍ଷା, ଗୋଷ୍ଠୀ ସୁରକ୍ଷା ଆଦି ନାନା ବିଷୟବସ୍ତୁକୁ ଏହାର ପରିସରଭୁକ୍ତ କରାଯାଇଛି। ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ କଣ? ନା ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇନଥାଏ ତାହାକୁ ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ। ଜଳ, ବାୟୁ, ମୃତ୍ତିକା ଆଦି ବିଭିନ୍ନ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବ ସ୍ଥିତିକୁ ଫେରି ଆସିଥାଏ। ସେହିପରି ସୌରଶକ୍ତି, ତାପଶକ୍ତି, ବିଦ୍ୟୁତ ଶକ୍ତି ଆଦି ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ। ୱାରିକ୍ସ ଚୁକ୍ତି କେବେ, କେଉଁଠାରେ ଓ କେଉଁ ଉଦ୍ଦେଶ୍ୟରେ ସ୍ୱାକ୍ଷରିତ ହୋଇଥିଲା? କେଉଁ କେଉଁ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲା? ନା 1955 ମସିହାର ପୋଲାଣ୍ଡର ରାଜଧାନୀ ୱାରସୋଠାରେ ୱାରିକ୍ସ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ସାମରିକ ମେଣ୍ଟ ଗଠନ ବିରୁଦ୍ଧରେ ଏହି ମେଣ୍ଟ ଗଠନ କରାଯାଇଥିଲା। ସୋଭିଏତ ରୁଷ, ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ, ବୁଲଗେରିଆ, ଆଲବେନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ଚୁକ୍ତି ହୋଇଥିଲା। ତାପରେ ଆସିଲା କଣ? ନା 3 ମାର୍କିଆ କୋଶ୍ଚିନ୍। ଗ୍ରାମ ପଞ୍ଚାୟତ କିପରି ଗଠିତ ହୁଏ? ପିଲାମାନେ ଦେଖ, ଗ୍ରାମ ପଞ୍ଚାୟତ ନା ଗ୍ରାମ ପଞ୍ଚାୟତ ହେଉଛି ପଞ୍ଚାୟତ ରାଜ ବ୍ୟବସ୍ଥାର ସର୍ବନିମ୍ନ ସୋପାନ। ସାଧାରଣତଃ 2000ରୁ 6000 ଜନସଂଖ୍ୟା ବିଶିଷ୍ଟ ଏକ ବା ଏକାଧିକ ଗ୍ରାମକୁ ନେଇ ଗୋଟିଏ ଗ୍ରାମ ପଞ୍ଚାୟତ ଗଠିତ ହୋଇଥାଏ। ଗୋଟିଏ ଗ୍ରାମ ପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡରେ ବିଭକ୍ତ କରାଯାଇଥାଏ। ସାଧାରଣତଃ ଏହି ୱାର୍ଡ ସଂଖ୍ୟା 11ରୁ କମ୍, 25ରୁ ଅଧିକ ହେବ ନାହିଁ। ପ୍ରତ୍ୟେକ ୱାର୍ଡରୁ ଜଣେ ଲେଖାଏଁ ସଭ୍ୟ ୱାର୍ଡ ମେମ୍ବର ଭାବେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି। ଏତଦ୍ ବ୍ୟତୀତ ଗ୍ରାମ ପଞ୍ଚାୟତର ମୁଖ୍ୟ ଭାବରେ ଜଣେ ସରପଞ୍ଚ ମଧ୍ୟ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି। ସରପଞ୍ଚ ଏବଂ ୱାର୍ଡ ମେମ୍ବରମାନେ ମିଳିତ ଭାବେ ଗ୍ରାମ ପଞ୍ଚାୟତ ଗଠନ କରନ୍ତି। କେଉଁ କେଉଁ ପରିସ୍ଥିତିରେ କେନ୍ଦ୍ର ସରକାର ରାଜଧାନୀ ଆୟୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରିବ? ନା ରାଜଧାନୀ ଆୟୁକ୍ତ ବିଷୟରେ ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ କେତେକ ପରିସ୍ଥିତିରେ କେନ୍ଦ୍ର ବ୍ୟବସ୍ଥାପିକା ଏହି ତାଲିକାରେ ନା ହସ୍ତକ୍ଷେପ କରି ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ। ପ୍ରଥମତଃ, ଯେତେବେଳେ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥାଏ ସେତେବେଳେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକର ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ। ଦ୍ୱିତୀୟତଃ, ରାଜ୍ୟସଭା 2/3 ସଭ୍ୟଙ୍କ ସମର୍ଥନ କରେ ଯଦି ପ୍ରସ୍ତାବ ନା ଗ୍ରହଣ କରେ ଯେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସଂସଦ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ଆଇନ ପ୍ରଣୟନ କରିବା ଉଚିତ, ତେବେ ସଂସଦ ସେହି ବିଷୟରେ ଆଇନ ପ୍ରଣୟନ
କରିଥାଏ। ତୃତୀୟତଃ, ଯଦି 2 ବା ତତୋଧିକ ରାଜ୍ୟ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ବିଧାନମଣ୍ଡଳରେ ଏକ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାକୁ ସଂସଦ ଅନୁରୋଧ କରନ୍ତି, ତାହେଲେ ସଂସଦ ଆଇନ ପ୍ରଣୟନ କରିପାରିବ। ତାପରେ ଆସିବ ଭାରତ ଅର୍ଦ୍ଧସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ କାହିଁକି କୁହାଯାଏ ଲେଖିବ ପିଲାମାନେ। ତାପରେ ପୋସ୍କୋ ବିରୋଧୀ ଆନ୍ଦୋଳନ ସମ୍ବନ୍ଧରେ ଟିପ୍ପଣୀ। ତାପରେ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଆଭିମୁଖ୍ୟ। କାଶ୍ମୀର ବିବାଦର ରୂପରେଖା କିପରି କଣ ନିର୍ଦ୍ଧାରଣ କରାଯାଇ ପାରିବ। ତାସ୍କେଣ୍ଟ ରାଜିନାମାର ବିଶେଷତ୍ୱ, ସମସ୍ତ ରାଷ୍ଟ୍ରସଂଘର ସନଦ ବିଷୟରେ ସୂଚନା। ତାପରେ ମାନବିକ ନିରାପତ୍ତାର ଗୁରୁତ୍ୱ, ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିର କାର୍ଯ୍ୟ, ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର କୁଫଳ, ଅସ୍ତ୍ରଶସ୍ତ୍ର ପ୍ରତିଯୋଗର ପରିମାଣ ଗୁଡ଼ିକ। ତ ଇଏ ଥିଲା ତମମାନଙ୍କର କଣ 80 ମାର୍କର କ୍ୱେଶ୍ଚିନ୍ ଆନ୍ସର ପିଲାମାନେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ହିନ୍ଦ।